ଆମେ ଆଜି ଦେଖିବା କ'ଣ ଅର୍ଗାନାଇଜେସନ ଆଣ୍ଡ ଆଡମିନିଷ୍ଟ୍ରେସନ। ବୁଝିଲା ନା? ଗୋଟେ କଥା ହଉଛି ଆମେ ଅର୍ଗାନାଇଜେସନ ଆଣ୍ଡ ଆଡମିନିଷ୍ଟ୍ରେସନ, ହଁ, ଅର୍ଗାନାଇଜେସନ ନା ଆଡମିନିଷ୍ଟ୍ରେସନ ଆମେ କ'ଣ ପାଇଁ ପଢିବା? ଫିଜିକାଲ ଏଜୁକେସନ ଆମେ କ'ଣ ପାଇଁ ପଢିବା? ପ୍ରଥମ ଫିଜିକାଲ ଏଜୁକେସନ ଯୋଉମାନେ ନୂଆ ସେମାନେ ପୁରା ଭଲସେ ଜାଣ, ସମସ୍ତେ ମ୍ୟୁଟ କରିଦିଅ ଦୟାକରି। ଆଚ୍ଛା, ଅର୍ଗାନାଇଜେସନ ଆଣ୍ଡ ଆଡମିନିଷ୍ଟ୍ରେସନ ଆମେ କ'ଣ ପାଇଁ ଫିଜିକାଲ ଏଜୁକେସନ ରେ ପଢିବା? ଠିକ ତ? ଆମେ ଫିଜିକାଲ ଏଜୁକେସନ ରେ ଆମେ ଏଇଥିପାଇଁ ପଢିବା କି ଆଜ ଏ ଫିଜିକାଲ ଏଜୁକେସନ ଟିଚର, କୋଚ୍, ମ୍ୟାନେଜମେଣ୍ଟ, କି ଆପଣ ଗୋଟେ ସ୍ପୋର୍ଟସ ଅଥରିଟିର ଆପଣ ଡିରେକ୍ଟର ହୁଅନ୍ତୁ କି ଯାହା ବି ହୁଅନ୍ତୁ, ସବୁ ଫିଜିକାଲ ଏଜୁକେସନ ରିଲେଟେଡ ଯେକୌଣସି ଇଭେଣ୍ଟ କୁ ଆପଣ ହ୍ୟାଣ୍ଡେଲ କରନ୍ତୁ, କି ହିସାବ ପତ୍ର ରଖନ୍ତୁ, କି ରେକର୍ଡ ବନାନ୍ତୁ, କି ପଇସା ପତ୍ର ହିସାବ ରଖନ୍ତୁ, କି ଗେମ୍ ସିଡ୍ୟୁଲ ବନାନ୍ତୁ, ସବୁ ଆ ଭିତରେ ଅଛି। କାହା ଭିତରେ? ନା ଅର୍ଗାନାଇଜେସନ ଆଡମିନିଷ୍ଟ୍ରେସନ ଭିତରେ ଅଛି। ବେସିକାଲି ଆମେ ଯଦି ଦେଖିବା ସାଧା ପେଜ, ହଁ ଏଟା ତ ନାହିଁ, ବାକି ଆମେ ଏଇଠି ଟିକେ ଦେଖିଦବା। ବେସିକାଲି ସବୁ ଜିନିଷ କ'ଣ ଆ ଭିତରେ ଅଛି? କୋଉଠି ଅଛି? ନା ଅର୍ଗାନାଇଜେସନ ଭିତରେ ଅଛି। ମୁଁ ଖାଲି ORG ଲେଖିଦେଲି, ହେଲା, ଖାଲି ORG ଲେଖିଦେଲି, ତାହେଲେ ଅର୍ଗାନାଇଜେସନ ଭିତରେ ସବୁ ଅଛି। ୟା ଭିତରେ ସବୁ ଅଛି, ଏଇଟାକୁ ଆମେ କ'ଣ କହୁଛେ? ନା ଅର୍ଗାନାଇଜେସନ, ORG, ହେଲା, ORG କହୁଛେ, ହେଲା। ୟା ଭିତରେ ସବୁ ଅଛି, ଆପଣଙ୍କର ସବୁ ରୁଲ୍ସ ରେଗୁଲେସନ ଯେକୌଣସି ଯାହା ହଉ ଆମେ ସେଥିପାଇଁ ପଢୁଛେ ଇନ ଫିଜିକାଲ ଏଜୁକେସନ ରିଲେଟେଡ। ଏଇଥିପାଇଁ ହିଁ ଏକ ମିନିଟ ପିଲାମାନେ ଆଚ୍ଛା, ଗୋଟେ କଥା ହଉଛି ଯେତେ ଗଲା ଫିଜିକାଲ ଏଜୁକେସନ ରିଲେଟେଡ, ସେଇଠି ଆପଣ ଥାଆନ୍ତୁ ଯୋଉଠି ଫିଜିକାଲ ଏଜୁକେସନ ରିଲେଟେଡ ରହିଲେ, ସେଇଠି ଆପଣ ଥାଆନ୍ତୁ। ଏଇଟାକୁ ଆପଣ କଣ କହୁଛନ୍ତି? ORG କହୁଛନ୍ତି, ଅର୍ଗାନାଇଜେସନ କହୁଛନ୍ତି। ଆଚ୍ଛା, ଟୋଟାଲ କାହାକୁ? ୟାର ଭିତରେ ସବୁ ଅଛି, ଟଙ୍କା ପତ୍ରର ହିସାବ, ସିଏ କାହା ସହିତ କାହାର ସିଡ୍ୟୁଲ, ମାନେ କାହା ସହିତ କାହାର ଖେଳ ପଡିବ, ଯାହା କହନ୍ତି ଆପଣଙ୍କର ସିଡ୍ୟୁଲ କହନ୍ତି, ରୁଲ୍ସ ରେଗୁଲେସନ କହନ୍ତି, ଅଫିସିଆଲ ଟେକ୍ନିକାଲ ଅଫିସିଆଲ, ଆପଣଙ୍କର ଫୁଡିଂ କିଏ ରହିବ, ଲଜିଂ କିଏ ରହିବା, ପ୍ଲେୟର୍ସ ମାନେ କୋଉଠି ରହିବେ, ଖାଇବେ କ'ଣ, ସନ୍ଧ୍ୟା ବେଳେ କ'ଣ ଖାଇବେ, ଚାରିଟା ବେଳେ କ'ଣ ଖାଇବେ, ଖେଳିବେ କ'ଣ, କୋଉ ବ୍ରାଣ୍ଡ ର ସୁ ୟୁଜ କରିବେ, କୋଉ କେତେ ଟଙ୍କିଆ ପାଣି ପିଇବେ, XYZ ସବୁ ରୁଲ୍ସ ଜାଣିଛ ତ? ମାନେ ଆପଣ କହୁଛନ୍ତି ନା ବହୁତ କିଛି ଜିନିଷ ଅଛି ଆ ଭିତରେ, ବହୁତ କିଛି ଜିନିଷ ଆମେ ତ ବହୁତ କମ ପଢୁଛେ। ଆମେ ମାତ୍ର 10% ଆମେ ପଢିକି ଏକ୍ସାମ କ୍ରାକ୍ କରିବା, କିନ୍ତୁ ଯଦି ଆମେ କହିବା ଅର୍ଗାନାଇଜେସନ ଆଡମିନିଷ୍ଟ୍ରେସନ ଭିତରେ କ'ଣ ଅଛି, ବିଶ୍ୱାସ କରନ୍ତୁ, ମାନେ ଆମେ 10% ମିନିମମ୍, ଆମେ 5% ମେ ବି ପଢୁଛେ କି ଆହୁରି କମ ପଢୁଛେ, ହେଲା। ଯଦି ଗୋଟେ ଜିନିଷ ହଉଛି ଫିଜିକାଲ ଏଜୁକେସନ ଛାଡି ଦିଅନ୍ତୁ, ଗୋଟେ ଜିନିଷ ହଉଛି ଆପଣ ମାନେ ସମସ୍ତେ ଜାଣିଛନ୍ତି SAND ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଅଫ ଓଡିଶା, ହେଲା। ଓଡିଶା ଇଏ ହଉଛି କ'ଣ? ସ୍କୁଲ ଆଣ୍ଡ ମାସ୍ ଡିପାର୍ଟମେଣ୍ଟ ପାଇଁ ଆପଣ ମାନେ ଚାକିରି ଉପଯୋଗୀରେ ଏଇ ଯୋଉ ଡିପାର୍ଟମେଣ୍ଟ। ଆଚ୍ଛା, ସେ ଡିପାର୍ଟମେଣ୍ଟର କ'ଣ କ'ଣ ସବୁ ରୁଲ୍ସ ଅଛି? ପିଲା ଖାଇବେ କ'ଣ? MDM ଗୋଟେ କଥା ହିସାବ କରନ୍ତୁ, ଅଣ୍ଡା ଖାଇବେ କି ଛତୁଆ ଖାଇବେ କି କ'ଣ ଖାଇବେ, ଇଏ ଗଲା MDM କଥା। ସ୍କୁଲରେ UC କ'ଣ ଦିଆଯିବ, ଟିଚରଙ୍କର ସ୍ୟାଲେରୀ କ'ଣ ଦିଆଯିବ, ଟିଚର ଛୁଟି କେତେ ପାଇବେ, ଟିଚର ଗୋଟେ ଛୁଟି ଯଦି କେତେ କିଏ ପାଇଲା ତା ରୁଲ୍ସ କ'ଣ ରହିବ, ଗୋଟେ ଟିଚର କେତେ ଥର ଟ୍ରାନ୍ସଫର ହେଇପାରିବ, ଇଏ କ'ଣ ସବୁ କଥା କାହାର? S&ME ର ରୁଲ୍ସ। ତାହେଲେ S&ME କ'ଣ? ଗୋଟେ ଅର୍ଗାନାଇଜେସନ। ଆଚ୍ଛା, ତା ଭିତରେ ଯେତିକି ରୁଲ୍ସ ରେଗୁଲେସନ, ତା ଭିତରେ ଯେତିକି ରୁଲ୍ସ ଆଣ୍ଡ ରେଗୁଲେସନ, ହେଲା, LATION। ଆଚ୍ଛା, ଯେତିକି ରୁଲ୍ସ ରେଗୁଲେସନ କ'ଣ କହିବା? ନା ଆଡମିନିଷ୍ଟ୍ରେସନ। ପିଲା ତାହେଲେ ମୋ କହିବା କଥା, ଏଇ ଯୋଉ ରୁଲ୍ସ ରେଗୁଲେସନ ଆମେ ସିଧା ପଚାରିବେ ଯଦି କହିବ କିଏ, ଅର୍ଗାନାଇଜେସନ ଅର୍ଥ କ'ଣ? ନା ଅର୍ଗାନାଇଜେସନ ଅର୍ଥ ହଉଛି କ'ଣ? ମାନେ ଅର୍ଗାନାଇଜେସନ ଅର୍ଥ ହଉଛି କ'ଣ? ଟୋଟାଲି ହୋଲ ଟାକୁ ଆମେ ଅର୍ଗାନାଇଜେସନ କହିବା। ଯେମିତି କି ମାନେ ଟୋଟାଲି ଗୋଟେ ଅର୍ଗାନାଇଜେସନ ଯଦି ଗୋଟେ ବାକ୍ସ ହୁଏ, ଯଦି ଗୋଟେ ଅର୍ଗାନାଇଜେସନ ଗୋଟେ ବାକ୍ସ ହୁଏ, ତାହେଲେ ଆଡମିନିଷ୍ଟ୍ରେସନ କ'ଣ? ବାକ୍ସରେ ଏଠି ଧର ସିନ୍ଦୁର ଅଛି, ଏଠି ତାସ ଅଛି, ଗୋଟେ ଏଠି ଶାଢୀ ଅଛି, କି ଏଠି ପଇସା ଅଛି, ଇଏ ସବୁ ଗୋଟେ ଗୋଟେ କ'ଣ? ଆଡମିନିଷ୍ଟ୍ରେସନ। ଏଟା ଯଦି ଯଦି ଗୋଟେ ଜିନିଷ ହଉଛି କ'ଣ, ଏଟା ଯଦି ଗୋଟେ ସ୍କୁଲ ହେଲା, ସ୍କୁଲରେ ଯାହା କିଛି ରୁଲ୍ସ ରହିଲା, ବେଲ୍ ଏତେଟାରେ ବାଜିବ, ଖେଳ ଛୁଟି ଏତେଟାରେ ହବ, ଆନୁଆଲ ସ୍ପୋର୍ଟସ ଏଇ ସମୟରେ ହବ,
annual function ଏଇ ସମୟରେ ହବ, ପିକନିକ ଏଇ ସମୟରେ ହବ, ଏଟା ହବ, ଇଏ ଯେତିକି rules ରହିଲା ଏଗୁଡା କଣ କୁହାଯିବ ନା administration। rules, plan and policy କୁ କଣ କୁହାଯିବ ନା administration। ଆମେ ଆଗକୁ ଯାଇକି ଦେଖିବା, ଏତିକି ନର୍ମାଲ ବେସିକ ଜିନିଷଟା ବୁଝିଥା ହେଲା। ଆଚ୍ଛା, ତାହେଲେ ଗୋଟେ କଥା ହଉଛି କଣ, ଏଇଠି ସିଧା ଲାଗିଛି ଅର୍ଗାନାଇଜେସନ when a group come together to exchange their view on particular issue। ଗୋଟେ ଗ୍ରୁପ ରେ ଯୋଉ ଲୋକମାନେ ରହନ୍ତି ତାଙ୍କର ଭ୍ୟୁ ଏକ୍ସଚେଞ୍ଜ କରନ୍ତି, ସେଇଟାକୁ ଆମେ କଣ ଅର୍ଗାନାଇଜେସନ କହିବା। ଯେମିତି କି ମୁଁ ରିସେଣ୍ଟଲି ପୁରା ଜଷ୍ଟ 30 ସେକେଣ୍ଡ ପୂର୍ବରୁ ବୁଝଉଥିଲି କି ସ୍କୁଲ ସ୍କୁଲ ଭିତରେ ସବୁ ଲୋକ ରହିଲେ, ଏ ଗ୍ରୁପ ୱାର୍କିଂ ଟୁଗେଦର, ଗୋଟେ ଗ୍ରୁପ ଭିତରେ ଯେ କଣ ସବୁ ଲୋକ ରହିଲେ ସେ କଣ ହବ କଣ ନା ଅର୍ଗାନାଇଜେସନ। ଏସବୁ ଗ୍ରୁପ ରେ ଗୋଟେ ଗୋଟେ ଲୋକ ରହିଲେ ଏ ସବୁ କଣ ଅର୍ଗାନାଇଜ। ଯେମିତି କି SSG ହେଲା, ସ୍ୱୟଂ ସହାୟକ ଗୋଷ୍ଠୀ, ଯେମିତି କି ଆପଣଙ୍କର କଣ ମହିଳା ସଶକ୍ତିକରଣ, ମାନେ ବିଭିନ୍ନ ପ୍ରକାର ଅଛି, ସେ ସବୁ କଣ ଅର୍ଗାନାଇଜେସନ ହେଲା। ଆଉ ତା ଭିତରେ ଧରନି କିଏ ଛତୁଆ ତିଆରି କଲାଣି, ତ କିଏ ତିଆରି କଲାଣି କଣ ବିଭିନ୍ନ ପ୍ରକାର ସବୁ ତିଆରି ହଉନି, କିଏ ଛତୁଆ ତିଆରି କରୁଛି, କିଏ ଅଟା ତିଆରି କରୁଛି, କୋଉ ସବୁ ଡିପାର୍ଟମେଣ୍ଟ ପଢୁଛନ୍ତି, କିଏ ଖଟା ତିଆରି କରି ବିକୁଛନ୍ତି, ବିଭିନ୍ନ ସବୁ କଣ ସେ କଣ ସେ ସବୁ କଣ ଯୋଉ ତିଆରି କଲେ ବା ବିକ୍ରି କଲେ ସେଗୁଡା କଣ ଆଡମିନିଷ୍ଟ୍ରେସନ, ପ୍ଲାନ ଆଣ୍ଡ ପଲିସି ଯୋଉଟା କୁହନ୍ତି। ଆଚ୍ଛା, ଆଡମିନିଷ୍ଟ୍ରେସନ ସେଭଳିଆ ଦେଇଛି। ଆଡମିନିଷ୍ଟ୍ରେସନ it is the process of running an organization ହେଲା। ଅର୍ଗାନାଇଜେସନ ର ପ୍ରୋସେସ ଟାକୁ ରନିଂ କରାଇବ, ସେଇ କଥାଟା କହିଲି। ତା ରୁଲ୍ସ ରେଗୁଲେସନ କୁ ମାନିକି ତାକୁ ରନିଂ କରାଇବ। It has the authority to get any work done legally and has, ସବୁ ଲେଖିଛି ହେଲା, and has the power to influence the work, the success and failure of any organization depends on its administration। ଆଚ୍ଛା, chief element of organization ଯଦି ଆମେ ଦେଖିବା, ଗୋଟେ ଅର୍ଗାନାଇଜେସନ ର ଏଲିମେଣ୍ଟ କଣ ରହିବ, ଗୋଟେ ଅର୍ଗାନାଇଜେସନ ର ଏଲିମେଣ୍ଟ କଣ ରହିବ ଯଦି ଆମେ ଦେଖିବା, ଚିଫ ଏଲିମେଣ୍ଟ ସବୁ କଣ ରହିବ ନା, ପ୍ରଥମେ ଆପଣ ଯାହା କରନ୍ତୁ ଗୋଟେ ଅର୍ଗାନାଇଜେସନ, ସପୋଜ ଯଦି ଫାଙ୍କା ପେଜ ଥିବ ତ ବହୁତ ଭଲ କଥା। ପିଲାମାନେ ଏଇଠି ଆମେ ଟିକେ ଦେଖିଦବା, ଏଇଠି ଟିକେ ଦେଖିଦବା ହେଲା। ଆଚ୍ଛା, ଗୋଟେ କଥା ହଉଛି କଣ ନା, ସପୋଜ ଧରନୀୟ ଚିଫ ଏଲିମେଣ୍ଟ ଅଫ ଅର୍ଗାନାଇଜେସନ, ଆପଣ ଧରନୀୟ ଗୋଟେ ଅର୍ଗାନାଇଜେସନ, ଆପଣଙ୍କର ଗୋଟେ ସ୍କୁଲ ଆପଣ ଜଏନ କରିଛନ୍ତି। ଆଚ୍ଛା, ଗୋଟେ କଥା ହଉଛି କଣ, ସବୁ ଗୋଟେ ଗୋଟେ ଲୋକ ଅଛନ୍ତି, ଏଠି ଆପଣଙ୍କର ଜଣେ ଟିଚର, ଏଠି ଜଣେ ଟିଚର ବସିଛି, ଏଠି ଜଣେ ଟିଚର ବସିଛି, ଟିଚର ସବୁ ବସେଇ ଦେଇ ରୁହନ୍ତୁ ଆଗେ। ଆଚ୍ଛା, ଏଠି ଜଣେ ଟିଚର ବସିଛି, ଏଇଭଳିଆ ସବୁ ଟିଚର ବସିଛନ୍ତି ହେଲା। ଆଚ୍ଛା, ଯଦି ଟିଚର ବସିଛନ୍ତି, ଏ ସବୁ ବସିକି ଆଲୋଚନା କଲେ, କଣ ଆଲୋଚନା କଲେ ନା ପ୍ରଥମେ ପ୍ଲାନ କଲେ। ଧରନେ ଆପଣ ହଉଛନ୍ତି ଏଇ, କିଏ ଆପଣ ହଉଛନ୍ତି ଏଇ ହେଲା, ଆପଣ ଆପଣ କଣ କଲେ ନା, ଆପଣ HM କୁ କହିଲେ, ଏଇ ଧରନେ ସପୋଜ ଇଏ ହଉଛନ୍ତି HM, ଆପଣ କହିଲେ କଣ ସାର୍ ଆଉ ଆନୁଆଲ ଫଙ୍କସନ, ଆନୁଆଲ ସ୍ପୋର୍ଟସ ଟା ଆପଣ ଡିସେମ୍ବର ମନ୍ଥରେ ସାରି ଦିଅନ୍ତୁ ହେଲା। ସେ କହିଲେ ଠିକ ଅଛି, ଗୋଟେ ମିଟିଂ ବସୁଛି, ଏ ସମସ୍ତଙ୍କୁ ଡାକିଲେ, ଡାକିକି ପ୍ରଥମେ କଣ ହେଲା ନା ପ୍ଲାନ ହେଲା। ପ୍ଲାନ ହେଲା କି ଆମେ ଏମିତି ଖେଳ କରିବା, ଏତିକିଟା ଗେମ୍ ରହିବ, ଏହା ରହିବ, ଏତିକି ବଜେଟ ରହିବ, କି ଆମେ ଏମିତି ଗ୍ରୁପ କରାଗଲା, ସେମିତି ଗ୍ରୁପ କରାଯିବ, ଏଇ ସାରଙ୍କୁ ଏଇ ଦାୟିତ୍ୱ ଦିଆଯିବ, ସେଇ ସାରଙ୍କୁ ସେ ଦାୟିତ୍ୱ ଦିଆଯିବ, ଖାଇବାରେ ଏୟା ରହିବ, ଆଉ ଏତିକି ଖର୍ଚ୍ଚ ହବ, XYZ ସବୁ ଆଲୋଚନା ହେଇଗଲା। ପ୍ରଥମେ ଆପଣ ଯାହା କରନ୍ତୁ ପଛେ, ପ୍ରଥମେ କଣ ରହିଥାଏ ନା ପ୍ଲାନିଂ ଥାଏ। ଯାହା କିଛି ଆପଣ କରନ୍ତୁ, ସବୁବେଳେ ଗୋଟେ ଜିନିଷ କଣ ଥାଏ ନା ପ୍ଲାନିଂ ଥାଏ ହେଲା, ପ୍ଲାନିଂ ଥାଏ, ବୁଝିହେଲା। ଆଚ୍ଛା, କିନ୍ତୁ ଗୋଟେ ଗୋଟେ ଜାଗାରେ ପ୍ରଥମେ ଯଦି ସେ ଅପସନ ନେଇଥିବ, ଯଦି ସେ ଅପସନ ଦେଇଥିବ, ଧର ଲେଖିଥିବ ଫାଷ୍ଟ ଷ୍ଟେପ ଅଫ ଅର୍ଗାନାଇଜେସନ। ଅର୍ଗାନାଇଜେସନ ଗୋଟେ କୌଣସି ଗୋଟେ ଇଭେଣ୍ଟ ଷ୍ଟାର୍ଟ କରିବାକୁ ଗଲେ ପ୍ରଥମ ଷ୍ଟେପ କଣ ହେଲା, ପ୍ରଶ୍ନଟା ୟାର ହେଲା, ଅପସନ ତାର ଲେଖୁଛି କଣ, ଧର ସେ ଲେଖିଲା ଅପସନ 1 ରେ ଫୋରକାଷ୍ଟିଂ, CASTING ଲେଖିଦବା, ଆଡଜଷ୍ଟ କରିଦବା। 2 ରେ ପ୍ଲାନିଂ, 3 ରେ ଲେଖିଲା କଣ ଡିରେକ୍ଟିଂ, 4 ରେ ଲେଖିଲା ବଜେଟିଂ, ଏତିକି ଲେଖିଲା। ଆଚ୍ଛା, ଆନ୍ସର କଣ ହବ, ଆପଣ ମାନେ ସମସ୍ତେ ବର୍ତ୍ତମାନ କହିବେ କି କଣ ହବ ଆନ୍ସର ନା, ଆନ୍ସର ହବ ଆପଣ ସମସ୍ତେ କହିବେ କଣ ପ୍ଲାନିଂ ହବ କହିବେ, କିନ୍ତୁ ମୁଁ କହିବି ଆନ୍ସର କଣ ହବ ନା ଫୋରକାଷ୍ଟ ହବ ହେଲା। ପ୍ରଥମେ ଯଦି ପ୍ଲାନିଂ ଅପସନରେ ନାହିଁ, ତାହେଲେ ଯଦି ଫୋରକାଷ୍ଟ ଅଛି ତାହେଲେ କଣ ଦେବେ ନା ଫୋରକାଷ୍ଟ ଦେବେ, ବୁଝେଇବି ଫୋରକାଷ୍ଟ ଟା କଣ ହେଲା। ଯଦି ଫୋରକାଷ୍ଟ ବଦଳରେ ଯଦି ପ୍ଲାନିଂ ଆଗେ ଅଛି
ଆପଣ ପ୍ଲାନିଂ ହିଁ आंसर मारिबे जदि फोरकास्ट प्रेजेंट थाए ताले प्लानिंग मारिबे नहीं जदि फोरकास्ट प्रेजेंट न थाए प्लानिंग प्रेजेंट थाए ताले प्लानिंग आंसर मारिबे बुझिला। अच्छा फोरकास्ट कोन फोरकास्ट माने कोन आगे अनुचित माने आगे माइंड भीतर आसीओ फोरकास्ट करिवो पूर्व माने पूर्वानुचिंता जोटा कहती प्लानिंग पूर्व जो प्लान टा हुए ताहाको कोन कहती ना फोरकास्टिंग बुझिला फोरकास्टिंग हैला। ओ अच्छा हो देखो देखो करी प्रथमे एलिमेंट रे कोन लिखला ना प्रथमे लिखला कोन ना प्रथमे लिखला प्लानिंग तापरे ऑर्गेनाइजिंग ऑर्गेनाइजिंग कोन गुड वर्क स्ट्रक्चर बा गोटे ग्रुप करिवो आपण आगे प्लान कलो तापरे गोटे ग्रुप करिवे कि हमरो ए ग्रुप रे रहले सार को दायित्व दिया हला ए डिपार्टमेंट रे ए सार रहले वाटर डिपार्टमेंट रे फूड डिपार्टमेंट रे ए सार रहले अकाउंट्स डिपार्टमेंट रे ए सार रहले स्पोर्ट्स डिपार्टमेंट रे ए सार रहले हाँ आउ धर क्लास कंडक्ट डिपार्टमेंट ए सार रहले स्टूडेंट कंट्रोल डिपार्टमेंट रे ए सार रहले समस्त को गोटे गोटे ग्रुपिंग आमे कर देले हैला समस्त गोटे गोटे ग्रुप आमे कर देले ताले प्लान पर ऑर्गेनाइजिंग हे गेला हैला। अच्छा अच्छा तापरे आमे देखिया तबा कंट्रोलिंग कंट्रोलिंग कोन ना कंट्रोलिंग अर्थ कोन आमे समस्त को कोन करिया सब काम को माने सब सब जिनस गोटे कंट्रोल आपण ये जो जिनसटा किए रहिबो आमे तो सब समस्त को सब दायित्व दे देले आमे तो समस्त को देखु समस्त को तो सब दायित्व ये सार को जो दायित्व दे देले ये सार को दे देले मु पचारिमी यही बाबू जनक किए यही जो यही बाबू जनक किए कि ये सार को दायित्व दबो ये दबो याकू दबो याकू दबो याकू दबो याकू दबो ये बाबू जनक किए तमे किए हो तांको सब दायित्व दबो ना यही यही जो जिए ना से जो गोलटा से गोलटा तमे कहती कोन कंट्रोलिंग सी समस्त को कंट्रोल करिवो सपोज धरने कौन पिलार मुंड फाटीगला आम गोटे फास्ट एड डिपार्टमेंट अच्छा फास्ट एड डिपार्टमेंट रे सार किसी आम दायित्व दे देछन। अच्छा फास्ट एड डिपार्टमेंट जब अच्छा जिते माने सिचुएशन जो अनकंट्रोल हो जाए अन कंट्रोल हो जाए ताल आम कौटी पठाती ना कंट्रोलर पाखु पठाती माने मेन कंट्रोलर किए स्कूल एचएम हेडमास्टर ही हैंडल करेंगे हेडमास्टर को आम कौन कहते सी सब ग्रुप को कंट्रोल कहते कंट्रोलिंग बा माने सबू भूल को करेक्शन करेंगे सबू किसी ठीक अच्छी कि किसी भूल अच्छी ताकू देखिए ठीक भाव में चली कि नहीं ताकू देखिए कि कंट्रोलिंग डिपार्टमेंट देखियो तापर डायरेक्टिंग। अच्छा डायरेक्टिंग कौन डायरेक्शन दबो ए तुम एटा करो से कंट्रोलिंग रो दायित्व मध्य सही रहबो डायरेक्टिंग। अच्छा डायरेक्टिंग जानथियो डायरेक्शन दबो तापर कोऑर्डिनेटिंग मतलब सपोज धरने ये गोटे ग्रुप ये होची धरनियो फास्ट एड डिपार्टमेंट ये गोटे डिपार्टमेंट ये धर फूड डिपार्टमेंट है ये गोटे डिपार्टमेंट ये धर इलेक्ट्रिक डिपार्टमेंट बा टेक्नोलोजी डिपार्टमेंट समस्त समस्त कोऑर्डिनेशन रहा दरकार अर्थात धरनीय ये हूँ फास्ट एड डिपार्टमेंट फास्ट एड डिपार्टमेंट रे धरने से पटे फूड रो गाड़ी जाउची सपोज धरनीय गोटे देखो कंट्रोलिंग टा कोऑर्डिनेटिंग टा केमिति हुए सपोज धरनीय गोटे गोटे एठी धरन एठी कौन करिया ना एठी गोटे गाड़ी जाउची हैला गाड़ी जाउची को गाड़ी जाउची ना फूड डिपार्टमेंट रो गाड़ी जाउची एठी धरने एक्सीडेंट ता हेइची हमें हमर एक्सीडेंट हेइची माने कोन फास्ट एड डिपार्टमेंट रा आसी पहुंचंती एक्सीडेंट हेइची फास्ट एड डिपार्टमेंट रा सपोज धरना गाड़ी आसिया लेट हैला हमें फूड डिपार्टमेंट रो गाड़ी अटकले भाई 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 टिके रहो सर टिके रुहंतु ये पिलाटा गुटे गाड़ी रे बसै कि आपण हॉस्पिटल पर्यंत नेकी जांतु आमे पछे पछे जाउ सेठी कोन जदी जदी फूड डिपार्टमेंट सहित भल कोऑर्डिनेशन न रहिबो ताहले आपणकर जो एक्सीडेंट हेतिबा पिलाटा फूड डिपार्टमेंट कोन पई नेकी जीवो बुझीला फूड ऑर्गेनाइजेशन टा काहे नेकी जीवो तेनु करी निहाती भाबरे से नेकी जीवो काहे ना आपणकर सेठी कोन हला ना कोऑर्डिनेशन समस्तक सहित समस्तकर रहबा दरकार तेनु करी हम एठी लिखला कोऑर्डिनेटिंग बा अलोकेशन ऑफ वर्क सेटा के मध्य हमें कहबा सेम कथा कोऑर्डिनेशन बा कौन भूली गला हाँ अच्छा तापर सेम कथा लिखी सेम कथा मध्य एठी ऐड कर दी देखो तापर अछि मटेरियल इक्विपमेंट जन गोटे डिपार्टमेंट अछि मटेरियल इक्विपमेंट मध्य गोटे डिपार्टमेंट अछि जनकर अलोकेशन धरनियो डायरेक्टिंग कर देछि कि कोऑर्डिनेटर अलोकेशन डिपार्टमेंट वर्क कर देछि। अच्छा
ମେଟେରିଆଲ ଇକ୍ୟୁପମେଣ୍ଟ କଣ ନା ମେଟେରିଆଲ ଇକ୍ୟୁପମେଣ୍ଟ ଆମେ ଦେଖିବା କି ଆମର ଏତିକି ମେଟେରିଆଲ ଅଛି କି ନାହିଁ ଆମର ସବୁ ଧରନୀୟ ଆଇପିଏଲ ହବ ଆମ ପିଚ୍ ପାଇଁ ସବୁ ମେଟେରିଆଲ ଅଛି କି ନାହିଁ ଆଗେ କଣ ଅଫିସିଆଲ ଡିପାର୍ଟମେଣ୍ଟ ଦେଖିଲା ଗୋଟେ ଆଇପିଏଲ ଯଦି ଆମେ କରୁଛେ ମାନେ ଗୋଟେ ଆଇପିଏଲ ଯଦି ହେଲା ଏଥିରେ କେତେ ଗ୍ରୁପ ଅଛି କହିଲ ଆପଣ ମାନେ ଫିଜିକାଲ ଏଜୁକେସନ ଖୋଜିବେ ସାର୍ ଆପଣ କାହିଁକି ଗୋଟେ କମିଟି ଟା ଗୋଟେ ପଢା ହବନି ଦେଖରେ ପିଲାମାନେ ଗୋଟେ କଥା ହଉଛି ଯଦି ଗୋଟେ ଆଇପିଏଲ ହୁଏ ଯଦି ସପୋଜ ଧରିନିଅ ଗୋଟେ ଆଇପିଏଲ ହେଲା ଏଥିରେ କେତେଟା କମିଟି ହେଇଥିବ କହିଲ ମୁଁ ଯଦି କହିମି ମିନିମମ୍ 1000ଟା ମାନେ 1000ଟା କମିଟିରୁ ତ 1K କମିଟିରୁ ତ କମ ହବନି ଆଇପିଏଲ ରେ ବହୁତ ପ୍ରକାର କମିଟି ଅଛି ଆପଣଙ୍କର ଫୁଡିଂ ଆଲର୍ଜି କମିଟି ଆପଣଙ୍କର ଯେମିତି ପ୍ଲେୟର ମାନେ ବୋରିଂ ନହେବେ ସେ କମିଟି ୱାଟର କମିଟି ୱାଟର ର ପୁଣି ଅଛି ତମେ ଧରନି ତମେ ଡ୍ରିଙ୍କିଂ ୱାଟର ଦିଅ ଆମେ ଦେମୁ ଅଲଗା ସିଏ ଦେବେ ମ୍ୟାଚ୍ ଜିତିଲା ପରେ କୋଉ କୋଉ ପ୍ଲେୟର ବିୟର ପିଇବା ପାଇଁ ଇଚ୍ଛା ହବ ସିଏ ଯାଇକି ଆଫ୍ଟର ଖେଳ ପରେ ପିଇବେ ସିଏ ଗୋଟେ ଡିପାର୍ଟମେଣ୍ଟ ଥିବ ୱାଟର ଡିପାର୍ଟମେଣ୍ଟ ସିଏ ଖେଳ ସମୟରେ କୋଉ ପାଣି ପିଇବେ ଫ୍ରିଜ ଗୋଟେ ଡିପାର୍ଟମେଣ୍ଟ ଥିବ ତମେ ଖେଳ ସମୟରେ ତମେ ତମ ଫ୍ରିଜ ଲାଗିବ ତମ କମ୍ପାନୀ ଫ୍ରିଜ ଦରକାର ଆମର ଖେଳ ପରେ ଆମ ଫ୍ରିଜ ଦରକାର ଏସି ସେଇଭଳିଆ ବିଭିନ୍ନ ପ୍ରକାର କମିଟି ମାନେ ହଜାର ହଜାର କମିଟି ଅଛି ମୁଁ କହିବି ହେଲା ସିଏ ଯୋଉ ଆପଣଙ୍କର ଯୋଉ ଗ୍ରାଉଣ୍ଡରେ ଯୋଉ ଗ୍ରାସ ଅଛି ଗ୍ରାସ ସେ ସବୁ କଣ ଗୋଟେ ଜାଗାରେ ଆସୁଛି ଟ୍ରକରେ ଆସିକି ସେ ଗ୍ରାଉଣ୍ଡରେ ପଡୁଛି ସିଏ କମିଟି ଗୋଟେ ଅଛି ଇଏ ଟ୍ରକରେ କୋଉ କମିଟି ଆଣିବ କୋଉ କମିଟି ଗ୍ରାସ ପକେଇବ ଆଚ୍ଛା ପୁଣି ଗୋଟେ ଅଛି କଣ ନା ଧରନୀୟ ଅଫିସିଆଲ କମିଟି ଯୋଉଟା କୁହନ୍ତି ଅଫିସିଆଲ କଣ ଯେତିକି ଅମ୍ପେୟାର ତାଙ୍କୁ ଗୋଟେ କମିଟି ଦିଆଯାଇଛି ଅମ୍ପେୟାରରେ ମଧ୍ୟ ଗୋଟେ ବହୁତ ଅଛି ପୁଣି ଟେକ୍ନିକାଲ କମିଟି ଗୋଟେ ଅଛି ଟେକ୍ନିକାଲ କଣ ସେ ଇଲେକ୍ଟ୍ରିକ ଦାୟିତ୍ୱରେ ବ୍ରଡକାଷ୍ଟ କିଏ ରେଡିଓ ରିଲେ କରିବ କୋଉ କମିଟି ଟିଭିରେ ରିଲେ କରିବ କୋଉ କମିଟି ସ୍କୋର କାଟିବ ବିଭିନ୍ନ ପ୍ରକାର କମିଟି ଅଛି ଯେମିତି ଆପଣ ମାନେ ପୁରା ମୁଣ୍ଡ ଖରାପ ହେଇଯିବ କେତେ କମିଟି ଅଛି ହଉ ସେଇଭଳିଆ ଏଠି କଥା ଏଠି ମେଟେରିଆଲ ଇକ୍ୟୁପମେଣ୍ଟ ମଧ୍ୟ ବୁଝିଲେ ରିପୋର୍ଟ ଆଣ୍ଡ ରେକର୍ଡ କଣ ସବୁ ପରେ ଆମେ ରିପୋର୍ଟ ଲେଖିବା ଏତିକି ରନରେ ଏ ମ୍ୟାଚ ଜିତିଲା ସିଏ ଏତିକି ଟଙ୍କା ଖର୍ଚ୍ଚ ହେଲା ଏତିକି ଲୋକ ଏ ମ୍ୟାଚରେ ପ୍ରେଜେଣ୍ଟ ଥିଲେ ଏ ମ୍ୟାଚରେ ଏତିକି ଲୋକଙ୍କର ଏଇଭଳିଆ ଅସୁବିଧା ହେଇଛି ଏତିକି ଇଏ ଯାଇଛି ସବୁ ଜିନିଷ ସବୁ ବିସ୍ତୃତ ଭାବରେ ରିପୋର୍ଟ ଆଉ ଏବଂ ରେକର୍ଡ ବିଭିନ୍ନ ପ୍ରକାର ଆମେ ଫ୍ୟୁଚରରେ ଯାଇକି ଆଗକୁ ଯାଇକି ପଢିବା ରେକର୍ଡ ତାପରେ ଇଭାଲୁଏସନ ସବୁ ପରେ ଗୋଟେ ଅଛି କଣ ସବୁ ପରେ ଆମେ ଗୋଟେ କଣ ଅଛି ମାନେ ସବୁ ପରେ ଆମର ଗୋଟେ ଅଛି କଣ ଇଭାଲୁଏସନ ଅଛି ମୂଲ୍ୟାୟନ ବା ମୂଲ୍ୟାଙ୍କନ ଗୋଟେ ଅଛି ଇଭାଲୁଏସନ ଆମେ ଆପଣ ମାନେ ଓଏସଏସଟି ରେ ପଢିଥିବେ ଅଲଗା ଇଭାଲୁଏସନ ହେଲା ଇଭାଲୁଏସନ କଣ ଆପଣ ଗୋଟେ ପଢିଥିବେ ଫର୍ମେଟିଭ ଇଭାଲୁଏସନ ଆଉ ଗୋଟେ ସमेଟିଭ ଇଭାଲୁଏସନ ଆପଣ ପଢିଥିବେ ଫର୍ମେଟିଭ ହଉଛି ଆପଣ କଣ ନା ଡ୍ୟୁରେସନ ଡ୍ୟୁରିଂ ଦ କୋର୍ସ ଆପଣ କୋର୍ସ ଡ୍ୟୁରିଂ ରେ ଆମେ ଗୋଟେ କଣ କରନ୍ତି କୋର୍ସ ଡ୍ୟୁରିଂ ରେ ଆମେ ଯୋଉ ଇଭାଲୁଏସନ କରନ୍ତି ତାହାକୁ ଆମେ କଣ କହନ୍ତି ନା କୋର୍ସ ସମୟରେ ଯୋଉ ଇଭାଲୁଏସନ କରନ୍ତି ତାକୁ କହନ୍ତି କଣ ନା ଫର୍ମେଟିଭ ଇଭାଲୁଏସନ କୋର୍ସ ପରେ ଯେମିତି ଆଫ୍ଟର ଦ କୋର୍ସ ଟୋଟାଲି ଖେଳ ସଇଲା ଆମେ ତାପରେ କଣ କଲେ ନା ଆମେ ତାକୁ ଇଭାଲୁଏଟ କଲେ ତା ଟୋଟାଲି ଏକ୍ସାମ ଆନୁଆଲ ପରୀକ୍ଷା ଯୋଉଟା କହନ୍ତି ଟୋଟାଲ କୋର୍ସ ସରିଗଲା ଆପଣ ଆମେ ଏକ୍ସାମ ଯୋଉ ହଉଛି ଫେବୃଆରୀରେ ହଉଛି କି ମାର୍ଚ୍ଚରେ ହଉଛି ତାକୁ କହନ୍ତି କଣ ସमेଟିଭ ଇଭାଲୁଏସନ ହେଲା ଦି ପ୍ରକାର ଇଭାଲୁଏସନ ଥାଏ ଆଚ୍ଛା ଇଭାଲୁଏସନ ଗୋଟେ କଥା ଇଏ ଏକୁ ଦେଖିଲା ପରେ ଆଉ ଗୋଟେ ଆସୁଛି POSDCORB POSDCORB এটা ମନ ଦେଇକି ଲେଖ POSDCORB ହେଲା ମାନେ କଣ P ଫର ପ୍ଲାନିଂ O ଫର ଅର୍ଗାନାଇଜିଂ ଆମେ ବୁଝିଲେ S ଫର ଷ୍ଟାଫିଂ ଟା ଆମେ ବୁଝିବା D ଫର ଡିରେକ୍ଟିଂ କହିଲି କୋଅର୍ଡିନେଟିଂ କହିଲି R ଫର ରେକର୍ଡ B ଫର ବଜେଟିଂ ରେକର୍ଡ ବା ରିପୋର୍ଟିଂ ରହିଲା B ଫର ବଜେଟିଂ ଆଚ୍ଛା POSDCORB କଣ ଲେଖିଲା POSDCORB ହେଲା এইটাକୁ ସେ କିଏ କହିଲେ ନା ବାୟ କିଏ ଦେଇଥିଲେ ବାୟ ଲଥର LUTHER ଲଥର ଗ୍ୟୁଲିକ GULLIC PDF ରେ ନାହିଁ ହେଲା ଲଥର ଗ୍ୟୁଲିକ ଦେଇଥିଲେ କହିଥିଲେ ଅର୍ଗାନାଇଜେସନ ରେ ଏଇ 3 6 ଏଇ 7ଟା ପଏଣ୍ଟ ହିଁ ଆମର କଣ ନା ନିହାତି ଆବଶ୍ୟକ ଅର୍ଗାନାଇଜେସନ କିଏ କହିଥିଲେ ନା ଲଥର ଗ୍ୟୁଲିକ କହିଥିଲେ ତାହେଲେ ଆମେ P ଫର ପ୍ଲାନିଂ ଆମେ ଜାଣିଲେ P ଫର ପ୍ଲାନିଂ
O for organizing, S for staffing ମୁଁ କହିବି। ଆଚ୍ଛା D for କଣ directing, CO for coordinating ହେଲା, R for reporting বা record, B for budgeting। ଆଚ୍ଛା budget ବି ମଧ୍ୟ ମୁଁ କହିବି। ଦେଖ ପ୍ରଥମ starting ଆମେ ପ୍ଲାନିଂ କରିଦେଲେ ଏତିକି ଏତିକି ଏଇଭଳିଆ ଖେଳ ହବ, ଇଏ ହବ ସିଏ ହବ କି ଯାହା କଲେ, ତାପରେ ପ୍ଲାନିଂ ପି ଓ ରେ କଣ ଅର୍ଗାନାଇଜିଂ, ଆମେ ଗ୍ରୁପ କରିଦେଲେ ଏଇ ଡିପାର୍ଟମେଣ୍ଟ ସେଇ ଡିପାର୍ଟମେଣ୍ଟ ସେଟା, ତାପରେ ଆମେ ଆମେ ତ ଗ୍ରୁପ କରିଦେଲେ, ତାପରେ ଆମର ତ ଷ୍ଟାଫ ନିହାତି ଦରକାର ନା, ଷ୍ଟାଫ STAF ଷ୍ଟାଫ ନିହାତି ଦରକାର ନା, ଷ୍ଟାଫ ନହେଲେ ହବ କି, ଷ୍ଟାଫ ନହେଲେ ହବନି, ଷ୍ଟାଫ ନହେଲେ କିଏ ଏଠି କାମ କରିବ, ବାଉଣ୍ଡ୍ରିରେ ଯୋଉ ମାରିବ ଚୌକା ଛକା ହବ, ବଲ ପୁଣି କିଏ ଦବ ଭାଇ, ନିହାତି ପିଲା ଦରକାର, ସେଗୁଡା ସବୁ କ୍ଷେତ୍ରରେ ଷ୍ଟାଫ ଦରକାର, କ୍ୟାମେରା ଧରିବା ପାଇଁ, ସେ ପାଣି ବଣ୍ଟନ କରିବା ପାଇଁ, କୋଉ ହୋଟେଲରେ ରହିବେ ସେ ଖାଇବା ପିଇବା ବ୍ୟବସ୍ଥା ପାଇଁ କଣ କରିବେ, ପ୍ଲେୟର ମାନଙ୍କର ଡ୍ରେସ କାଚିବ କିଏ, କୋଉ ମେସିନ କାଚିବ, ସେ ଆଣିବ କିଏ, ପ୍ଲେୟର ମାନଙ୍କ ରୁମ ଗୁଡା ସଫା କରିବ କିଏ, ସବୁ ଜିନିଷ ପାଇଁ ଷ୍ଟାଫ ନିହାତି ଦରକାର, ତାହେଲେ ଷ୍ଟାଫ ନିୟୋଜନ କରିବାକୁ ପଡିବ, ତାକୁ କୁହନ୍ତି କଣ ଷ୍ଟାଫିଂ, STAFFING ଷ୍ଟାଫିଂ, ଷ୍ଟାଫିଂ ଅର୍ଥ କଣ ଷ୍ଟାଫ ନିୟୋଜନ କରିବା ବା ଷ୍ଟାଫ ନିଯୁକ୍ତ କରିବା ବା ଷ୍ଟାଫ ପୋଷ୍ଟିଂ ଦବା, ଷ୍ଟାଫିଂ ହେଲା। ଆଚ୍ଛା ବହୁତ ଜିନିଷ ଲେଖି ନାହିଁ, ଆପଣ ମାନେ ତାକୁ ସବୁ ନଜର ଦେବେ। ଆଚ୍ଛା ଷ୍ଟାଫିଂ, ତାପରେ ଆମେ ତ ପଢିଲେ ଡିରେକ୍ଟିଂ ପଢିଲେ, କୋଅର୍ଡିନେଟିଂ ପଢିଲେ, ଆର୍ ଫର ରିପୋର୍ଟିଂ ବା ରେକର୍ଡ ପଢିଲେ, ବି ଫର ବଜେଟିଂ, ବଜେଟ, ବଜେଟ ଜିନିଷ ହଉଛି ବଜେଟ ବ୍ୟାକବୋନ ଅଫ ମ୍ୟାନେଜମେଣ୍ଟ, ସବୁ ଜିନିଷରେ ଧନ ହଉଛି ବ୍ୟାକବୋନ, ପଇସା ହଉଛି ମୂଳ ଜିନିଷ, ତାକୁ କୁହନ୍ତି କଣ ନା ବଜେଟ ହେଲା, ପଇସାଟା ବଜେଟିଂ, କେତେ ଟଙ୍କା ଖର୍ଚ୍ଚ ହବ କଣ ହବ କଣ ନାହିଁ, ଏତେ ଟଙ୍କା ଖର୍ଚ୍ଚ ହେଲା ଆମକୁ ପଇସା ଦିଅ, ଏ ହଉଛି ବଜେଟିଂ, ବାସ୍ ଇଏ ହେଲା କାହାଣୀ ଆମର। ବଜେଟ ଆମେ ଦେଖିବା, ତାପରେ ଯାଇକି ବଜେଟ ହଉଛି ଆମେ କେମିତି ଆଲୋଚନା କରିବା, ସିମ୍ପଲ ବଜେଟ, ଲଙ୍ଗ ଟର୍ମ ବଜେଟ, ସର୍ଟ ଟର୍ମ ବଜେଟ, ଡେଭଲପମେଣ୍ଟାଲ ବଜେଟ, ନନ୍ ଡେଭଲପମେଣ୍ଟାଲ ବଜେଟ, ଏଟା ବୁଝିଯାଅ, ତଥାପି ବଜେଟ ଟା ମୁଁ ବୁଝେଇ ଦଉଛି ପିଲାମାନେ, ତ ମୁଁ ସମସ୍ତଙ୍କୁ ଦଉଛି, ଦେଖ ସାଧା ପେଜ ଦେଖେ ଅଛି ଯଦି ନହେଲେ ଦେଖିଆ ସାଧା ପେଜ, ସାଧା ସାଧା ହଁ ଏଇଠି ଲେଖିଆ ହେଲା, ଏଇଠି କଣ ଲେଖିଲା ବଜେଟିଂ, ବଜେଟିଂ ଏଟା ଲେଖି ଦେଇଥିବ ତଥାପି ବଜେଟିଂ। ଆଚ୍ଛା ବଜେଟିଂ ହଉଛି କଣ, ଲେଖିବ ବ୍ୟାକବୋନ ଅଫ, କଣ ଲେଖିବ ବ୍ୟାକ ବୋନ ହେଲା, ବ୍ୟାକବୋନ ଅଫ ମ୍ୟାନେଜମେଣ୍ଟ, MANAGEMENT ହେଲା, ବ୍ୟାକବୋନ ଅଫ ମ୍ୟାନେଜମେଣ୍ଟ ବଜେଟିଂ। ବଜେଟିଂ ଆର୍ ଟୁ ଟାଇପ୍ସ, ମାନେ କଣ ବଜେଟ ହଉଛି ଦି ପ୍ରକାର, ଗୋଟେ ହଉଛି କଣ ନା ଗୋଟେ ହଉଛି ଡେଭଲପମେଣ୍ଟାଲ, ଗୋଟେ ହଉଛି ନନ୍ ଡେଭଲପମେଣ୍ଟାଲ ହେଲା, ଗୋଟେ ହଉଛି ଡେଭଲପମେଣ୍ଟାଲ, ଗୋଟେ ହଉଛି ନନ୍ ଡେଭଲପମେଣ୍ଟାଲ। ଦେଖ ପିଲା ମୋ କହିବା କଥା SME ବା ସ୍କୁଲ ଡିପାର୍ଟମେଣ୍ଟ ଯୋଉ କଥା ମୁଁ କହୁଛି, ସ୍କୁଲ ଡିପାର୍ଟମେଣ୍ଟର ପ୍ରୋଜେକ୍ଟ ନିହାତି ଦରକାର, ଟିଚର ମାନଙ୍କୁ ଯଦି ଆମେ ସାଲାରୀ ନ ଦେବା, ଗୋଟେ କଥା, ଟିଚର ମାନଙ୍କୁ ଯଦି ଆମେ ସାଲାରୀ ନ ଦେବା, କେହି ଆଉ ସେ ଡିପାର୍ଟମେଣ୍ଟରେ ଚାକିରି କରିବେ କି ନା, କେହି କରିବେନି, ସବୁ ଚାକିରି ଛାଡିକି ଚାଲିଯିବେ, ତାହେଲେ ପିଲା ସବୁ ମୂର୍ଖ ହେବେ, ସରକାର ବଦନାମ, ବିଭିନ୍ନ ପ୍ରକାର ଜିନିଷ ଅଛି, ସେଇ ହଉଛି କଥା। ତେଣୁକରି ଆପଣ ସମସ୍ତେ କଣ କରିବେ ନା, ଡିପାର୍ଟମେଣ୍ଟ ରହିଲା ମାନେ ନିହାତି ସେ ଡିପାର୍ଟମେଣ୍ଟକୁ ବଜେଟ ଆବଶ୍ୟକ, ନିହାତି ଭାବରେ ଟଙ୍କା ପଇସା ନିହାତି ଆବଶ୍ୟକ, ବୁଝିହେଲା କି, ତେଣୁକରି ଆମେ ସବୁ ବଜେଟ କହନ୍ତି ବ୍ୟାକବୋନ ଅଫ ମ୍ୟାନେଜମେଣ୍ଟ, ସବୁ କ୍ଷେତ୍ରରେ ବିନା ପଇସାରେ କିଛି ନାହିଁ, ମୁଁ ଯଦି ଆସିଛି ଏଠି ତମକୁ ପଢଉଛି ପଇସା ଟେ ପାଇଁ ପଢଉଛି, ସିଧି ବାତ ନ ବକୱାସ, ସତ କଥା ସେଇଭଳିଆ, ଆପଣ ଯଦି ଆଜି ଏଠି ପଢୁଛନ୍ତି କେବଳ ପେଟ ପାଇଁ ପଢୁଛନ୍ତି, ଆପଣ ସିନା ପଢିଲେ ଚାକିରି କରିବେ ଘର ପୋଷିବେ, ସବୁ କ୍ଷେତ୍ରରେ ଆପଣ ସବୁ ଯାଆନ୍ତୁ, ଯେକୌଣସି କଥା ଆଖି ବନ୍ଦ କରିବେ ଆଖି ଖୋଲିଦେବେ, ଆପଣଙ୍କ ଆଖରେ ୱାଟର ବୋଟଲ ପଡିବ କି ଯାହା ବି ଆପଣଙ୍କ ଆଖିରେ ପଡିବ, ମୂଳରେ ଆପଣ ପଇସାର ହିଁ ପାଇବେ, ସବୁ ଶେଷରେ ପଇସା, ସବୁ ଶେଷର ଉତ୍ତର, ସବୁ କୋଶ୍ଚେନ ଉତ୍ତର ହଉଛି ପଇସା, ଆପଣ ହିସାବ କରିକି ଦେଖନ୍ତୁ, ଆପଣ ଚିନ୍ତା କରିକି ଦେଖନ୍ତୁ, ସବୁ କୋଶ୍ଚେନ ର ସବୁ କୋଶ୍ଚେନ ଉତ୍ତର ହଉଛି, ମୋ ହିସାବରେ ମୁଁ କହିବି ସବୁ କୋଶ୍ଚେନ ଉତ୍ତର ହଉଛି ପଇସା, ତେଣୁକରି ବଜେଟ ଇଜ known as backbone of management, ମ୍ୟାନେଜମେଣ୍ଟ ର ହଉଛି ମଝି ଶିରା, ଆପଣଙ୍କ ମଝି ଶିରା କୋଉଟା, ବ୍ୟାକବୋନ ହଉଛି ମୋ ପଛ ହାଡ, ସେଭଳିଆ ଗୋଟେ ଆପଣ ଯଦି ମ୍ୟାନେଜମେଣ୍ଟ, ଆପଣଙ୍କ ପଛ ହାଡ ହଉଛି, ପିଠି ହାଡ ହଉଛି କଣ ଗୋଟେ ମ୍ୟାନେଜମେଣ୍ଟ ର, ପିଠି ହାଡ ହଉଛି ବଜେଟ ବା ପଇସା, ଓକେ। ଆଚ୍ଛା ଇଏ ହଉଛି ଦି ପ୍ରକାର, ଗୋଟେ ହଉଛି ଡେଭଲପମେଣ୍ଟାଲ, ଗୋଟେ ହଉଛି ଡେଭଲପମେଣ୍ଟାଲ, ଗୋଟେ ହଉଛି କଣ ନନ୍ ଡେଭଲପମେଣ୍ଟାଲ ହେଲା। ଆଚ୍ଛା ଡେଭଲପମେଣ୍ଟାଲ ବଜେଟ କଣ ନା, ଡେଭଲପମେଣ୍ଟାଲ ବଜେଟ ହଉଛି କଣ, ଡାଇରେକ୍ଟଲି ବେନିଫିଟ୍ସ ଅଫ ଅର୍ଗାନାଇଜେସନ, ଆପଣ ଏତିକି ଲେଖିବେ। ଡେଭଲପମେଣ୍ଟାଲ କଣ ନା, ଡେଭଲପମେଣ୍ଟାଲ ସମାନ ଡାଇରେକ୍ଟଲି, DIRECTLY
RECTLY डायरेक्टली तापर लिखे कौन बेनिफिट्स BENIFITS बेनिफिट्स ऑफ काहाकू काहाकू डायरेक्ट बेनिफिट करियो ना ऑर्गेनाइजेशन को ORG हला OG लिखिदेली ORG ऑर्गेनाइजेशन को डायरेक्टली बेनिफिट करियो सेही भलिया थाओ नॉन डेवलपमेंटल बजेट ND लिखिदेली नॉन डेवलपमेंटल बजेट कोन ना सेम कथा लिखियो खाली डायरेक्टली बदल रे इनडायरेक्टली लिखिदबो इनडायरेक्टली डायरेक्टली इनडायरेक्टली बेनिफिट्स ऑफ ऑर्गेनाइजेशन हला पिलान दीटा कथा आमर गोटे कथा हूँ कौन आमर ऑर्गेनाइजेशन को बेनिफिट किए दिए ना डायरेक्ट बजेट ऑर्गेनाइजेशन को इनडायरेक्टली बेनिफिट किए दिए ना इनडायरेक्ट बजेट अच्छा गोटे कथा कि डायरेक्टली बेनिफिट्स कौन माने जो गुड़ा आपण मानको आखि की देखा जाउछो ऑर्गेनाइजेशन इत्ते आगु गलानी अरे वाह ता हूँ कौन डायरेक्टली बेनिफिट जेमिति कि आमे न्यू बिल्डिंग करिया गोटे ऑर्गेनाइजेशन अछि स्कूल आमे न्यू बिल्डिंग कले न्यू बिल्डिंग LDING न्यू बिल्डिंग कला अच्छा आमे गोटे गार्डन कले जेमि कुओ आउरी धरनियो आमे छुआ को स्कूल ड्रेस बांटिबा ड्रेस हमर कोन बेनिफिट हो ऑर्गेनाइजेशन ना पडुची अरे वाह गुड 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 बढ़िया जा हो माने पड़े से स्कूल को अरे वाह एबा हला अच्छा ए सब कोन डायरेक्ट बेनिफिट अच्छा पिला माने इनडायरेक्ट रूम को आमे कलर दबा रूम को कलर देले कौन है डायरेक्ट बेनिफिट पिला इनडायरेक्ट बेनिफिट कौन करे इनडायरेक्ट बेनिफिट कौन सी आम ऑर्गेनाइजेशन को से डायरेक्टली साहाଯ୍य करते कि पैसा पाती इनडायरेक्टली जेमिति कि टीचर्स सैलरी जेमिति कि टीचर्स सैलरी SALARY देखिबो ऑर्गेनाइजेशन के डायरेक्ट टीचर को सैलरी देना कोई इनडायरेक्ट भाव सैलरी दे तू एटा कले मु तते पैसा देनी करे किंतु सेटा को हम कोन कहबा ना इनडायरेक्टली बेनिफिट बुझिला अच्छा आपण मु आशा करी समस्त एटा बुझी पारथिबे बजेटिंग गोटे काम शेष माने भलो होई आगु पुनी बुझी थांती जा हो भलो होला बुझी नेले हो अच्छा तापर ये तो गला देखो एट लिखी सी ऑर्गेनाइजेशन अर्थ कोन प्लानिंग ऑफ वर्क ऑर्गेनाइजेशन कोन गोटे वर्क ऊपर प्लान करिवा होची ऑर्गेनाइजेशन गोटे वर्क ऊपर प्लान करिवा किंतु एडमिनिस्ट्रेशन कोन से जो प्लान टाकू काम करिवा होची कोन वर्किंग आउट ऑफ द प्लान से प्लान ऊपर कोन एमती गोटे हे गेला रे ठीक रहलो प्लान हां एडमिनिस्ट्रेशन कोन वर्किंग आउट ऑफ द प्लान ता होची कोन एडमिनिस्ट्रेशन पाखा पाखे ऑर्गेनाइजेशन और एडमिनिस्ट्रेशन पर आपण समस्त बुझी पाइथि बुझेला अच्छा वर्तमान देखिए हमें स्पोर्ट्स मैनेजमेंट कौन ना स्पोर्ट्स मैनेजमेंट इज ए mechanism by which a defined human group pursues a determined set of objectives through the systematic group efforts for their implementation most effectively and economically is called sports management. Sports management गोटे सिस्टमैटिकली गोटे ग्रुप रो एफर्ट्स को देखो स्पोर्ट्स सेम कथा मो स्पोर्ट्स मैनेजमेंट गोटे सिस्टमैटिकली गोटे ग्रुप एफर्ट्स अनुसार कौन कार्य करिकी ठीक भाव में कार्य को दायित्व तुलेबा ता होची स्पोर्ट्स मैनेजमेंट आपण धरने स्पोर्ट्स मैनेजमेंट कोर्स करछन काहे करछन आपण कोनोसी डिपार्टमेंट को जाई कि कोनोसी स्पोर्ट्स रो कोनोसी गोटे कोन फेडरेशन को जाई कि ताकू हेल्प करिया पे से मैनेज बहुत संग स्पोर्ट्स मैनेजमेंट करछन काहे कि से माने सब कोन ना जाई कि कोनोसी फेडरेशन को जाई कि हेल्प करिवे से गोटे रहिबे सेदिरे माने हाथ है कि रही कि सेदिरे काम करिवे एमती करो सेटा करो सेमती हैंडल करो एई जिंस को से स्पोर्ट्स मैनेजमेंट करछन प्रिंसिपल ऑफ स्पोर्ट्स मैन किछि नाही नॉर्मल जिंस प्रिंसिपल ऑफ स्पोर्ट्स मैनेजमेंट देखो ये लिखी है प्रिंसिपल ऑफ स्पोर्ट्स मैनेजमेंट ना डिवीजन ऑफ वर्क अथॉरिटी रेस्पॉन्सिबिलिटी मान एगुड़ा सब काल जो बुझु नथिल ना मोटिवेशन आपण सब मोटिवेशन डेफिनेशन कोन कोन आमे सब जो जिंस जानिजे ताकू पूर्ण सुचे दो ताउ मोटिवेशन आपण मानंत बा न मानंत न मानंत कि तार कंटा ओडिया
डेफिनेशन जे एटा आपण कोन जानि नांती आपण पाठ न पढ़ने आपण फ्यूचर दुख पाइबे तापर भी कोन आपण पाठ पढ़ना सेटा को आपण यूट्यूब रे देखिबे हाउ टू मोटिवेट ଆମେ କେମିତି ମୋଟିଭେଟ ହେବା ଷ୍ଟଡି ପାଇଁ ସେଇ କଥା ସେ କହିବେ ଆପଣ କଣ ସେ କଥା ଜାଣିନାହାନ୍ତି ତା ଜାଣିଛନ୍ତି କିନ୍ତୁ ଆପଣ ଆହୁରି କଣ ତୁ ଟିକେ ମତେ କହ ଆହୁରି ଭଲସେ ବୁଝେଇ କହ ମୁଁ କେମିତି ମୋଟିଭେଟ ହେବି ଆରେ ମୁଁ ତ ସେଇ ଜିନିଷ ଜାଣିଥିଲି ଇଏ କଣ ପୁଣି ମତେ ଅଧିକ କହିଲା ନା ମତେ କାହିଁ କହିଲା ମୋ ମନ ଭିତରେ ଆହୁରି ମୋଟିଭେଟ କରିବା ପାଇଁ ମତେ ଆହୁରି ମାନେ ପୁନଃ ସୂଚେଇ ଦେବାକୁ ତାହାକୁ ମୋଟିଭେସନ କହନ୍ତି ହେଲା ଆଚ୍ଛା ସେଇ ସେଇ କଥା ମୁଁ କହୁଛି ଏଠି ଆପଣ ମାନେ ସବୁ ଜାଣିଛନ୍ତି ଆପଣ ସେ କହିବେ ଏଗୁଡା ତ ସବୁ ମୁଁ ଜାଣିଛି ପ୍ରିନ୍ସିପଲ ଅଫ ମ୍ୟାନେଜମେଣ୍ଟ ପ୍ରିନ୍ସିପଲ ଅଫ ମ୍ୟାନେଜମେଣ୍ଟ ଅଫ ସ୍ପୋର୍ଟସ ଆମେ ଗୋଟେ ସ୍ପୋର୍ଟସ ମ୍ୟାନେଜମେଣ୍ଟ ରେ ତାର ସବୁ ନୀତି କଣ ଆପଣ କଣ ଜାଣନ୍ତି ଗୋଟେ ୱାର୍କ ଡିଭିଜନ ମାନେ ଭାଗ ଭାଗ କରିବା ଡିଭିଜନ କରିବା ଅଥରିଟି ରେସ୍ପନ୍ସିବିଲିଟି ଦାୟିତ୍ୱ ଦବା ସମସ୍ତଙ୍କୁ ଡିସିପ୍ଲିନ ଲେଖିଛି ଡିସିପ୍ଲିନ ମିନ୍ସ ଓବିଡେନ୍ସ ଅନେଷ୍ଟି ଆଣ୍ଡ ପଞ୍ଚୁଆଲିଟି ଇଟ୍ କିଡ୍ସ ସେଲ୍ଫ କଣ୍ଟ୍ରୋଲ ଆଣ୍ଡ ପ୍ରମୋଟ୍ସ ହାର୍ମୋନି ଆଣ୍ଡ यूनिटी इन स्पोर्ट्स ऑर्गेनाइजेशन है लिखी मो एठी एटा लिखी नॉर्मल जिनस मो किछि नै खाली अननेसेसरी ऑर्गेनाइजेशन एडमिनिस्ट्रेशन अपन समस्त टेंशन होती अच्छा यूनिटी कमांड कोन ना यूनिट द प्रिंसिपल रिक्वायर्स दैट ना सॉरी यूनिटी कमांड लिखि एन एम्प्लॉइज शुड रिसीव ऑर्डर फ्रॉम वन सुपीरियर ओनली डुअल कमांड क्रिएट्स कंफ्यूजन एंड अफेक्ट्स लिखि ओहो लिखि कोन ना समस्त को गोटे कमांड कौन जनकर रहा दरकार गोटे कमांड जनकर रहा दरकार देख फटोटा मध्य से लिखी जनकर गोटे कमांड रहा दरकार जब डुआल कमांड डबल कमांड हम कौन समस्ते कन्फ्यूजन हे अफेक्ट एफिशिएंसी माने सब कन्फ्यूजन क्रिएट हम सब बेकार सब जीव समस्त अफेक्टेड है से जिन आप समझ जाना धरनीय कमांड आपण मैंने गोटे कंपानी चाकरी कर कंपानी जो मालिक आईला कहला ए आज काली बारटा आसो सब ड्यूटी बारटा आसो पलैब सातटा घंटे पर आईला कंपानी पुआ आईला मालिक पुआ आईला कहला समस्त 6टा आसो दिन 2टार पलैब कहले हाँ कंपानी मालिक आईला कहला दिन 2टार आसो राति 12टार पलैब कौन हम जोटी डुआल कमांड हम कौन क्रिएट कंफ्यूजन हम से फिर स्टाफ शोधिबे एटा कोन पागल कंपनी है मु एटी चाकरी करबी से हम कि सही कथा एटी लिखि अच्छा इंटरेस्ट कोन ना इंटरेस्ट होजी कोन द इंटरेस्ट ऑफ इंडिविजुअल शुड बी aligned with the objectives of organization it promotes satisfaction and reduce conflict मु काली मध्ये कहिथि सब जिंस रे देखो कोइ नथिला टू फैक्टर मोटिवेशन ओटे कोइ नथिला टू फैक्टर मोटिवेशन कहिथिला फैक्टर्स मोटिवेशन कौन ना मोटिवेशन रे होजी दीटा फैक्टर ऑफ मोटिवेशन टू फैक्टर मोटिवेशन गिवन बाय हेजबर्ग जोटा कि आपनकर गोटे होजी कोन ना गोटे होजी मोटिवेटिंग फैक्टर गोटे होजी हाइजेनिक फैक्टर आपण हाइजेनिक फैक्टर जदी कमी हैला हाइजेनिक फैक्टर जदी कमी हैला ताले कोन होबो ना एम्प्लॉय माने डीमोटिवेट हे जे किंतु मोटिवेटिंग फैक्टर जदी कमी हैला एम्प्लॉय माने डीमोटिवेट हेबने काम रे बनि रहबो समस्त कोन प्रमोशन हुए कि समस्त कोन मुख्यमंत्री शिक्षा पुरस्कार टीचर सैलरी माने पुरस्कार तापर कोन समस्त चाकरी छाड़ दियंती समस्त चाकरी छाड़ते समस्त चाकरी छाड़ते किंतु स्पेसिफिक जने ये पाए प्राइज ता बोली न जे समस्त चाकरी छाड़े किंतु जदि हमें हाइजेनिक फैक्टर सैलरी जदि बंद कर देबा बहुत लोग चाकरी छाड़ देबे आ जिनसटा ठीक कहै अच्छा से बड़ा इंटरेस्ट से मध्ये कथा कहैछथि the interest of individuals should be aligned with the objectives of organization it promotes participation and reduce conflict data order say unit भलिया कमांड कथा order लिखिसंदी हला अच्छा order रे कोन order a place of everything and everything in its place the fair arrangement of resource people and equipment ensures smooth functioning order टा सठिक भाबरे माने ठीक देख पिलाने ये जिनस मु तुम कौन बुझेबी ये सब जिनस तो समस्ते आपण मन जानछंती एई जिनस एई मेन गुडा घोषी देबे कि डिवीजन ऑफ वर्क कोन अथॉरिटी रेस्पॉन्सिबिलिटी मुखस्त कर दबो हला मुखस्त कर देबे डिसिप्लिन यूनिटी कमांड इंटरेस्ट ऑर्डर लेबर टर्नओवर इनिशिएटिव ए सब जिनस हला आमे नेक्स्ट रु पढिबा इक्विपमेंट किछि नाही पिला माने अन्य कोनोसी कॉन्फ्लिक्ट करना कोनोसी